ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ମୁଁ ଯେଉଁ ବିଷୟରେ କହିବି ସେଟା ମୋର ବିଷୟର ପରିସୀମା ବାହାରେ। ଯଦିଓ ମୁଁ ରୁଦ୍ରାକ୍ଷ ଜ୍ୟୋତିଷ ବହି ଲେଖି ସାରିଛି। ଯେତେବେଳେ ମୁଁ ନୂଆ ଜ୍ୟୋତିଷ ଆରମ୍ଭ କଲି ମୋର ଅଫିସ୍ ବାହାରେ ଲେଖିଲି ଯେ ରୁଦ୍ରାକ୍ଷ ଜ୍ୟୋତିଷ। ଲୋକ କହିଲେ ରୁଦ୍ରାକ୍ଷ ଜ୍ୟୋତିଷ କ'ଣ? ମୁଁ କହିଲି ଜ୍ୟୋତିଷରେ ରୁଦ୍ରାକ୍ଷର ଉପଯୋଗିତାଟାକୁ ମୁଁ କହୁଛି ରୁଦ୍ରାକ୍ଷ ଜ୍ୟୋତିଷ। ସେ କହିଲେ ହଉ ଆମେ ବୁଝିପାରିଲୁନି, କିନ୍ତୁ ଯାହା ହଉ ମହାଦେବଙ୍କ କୃପାରୁ ଆଜି ସାରା ବିଶ୍ୱର ଲୋକ ବୁଝିଗଲେ ଯେ ରୁଦ୍ରାକ୍ଷ ଜ୍ୟୋତିଷ କ'ଣ। କାରଣ ଯେହେତୁ ମୋ ବହିଟା ଆଲମୋରା ଲିଟରେଚର ଫେଷ୍ଟିଭାଲରେ ବି ନୋମିନେଟ୍ ହେଇଯାଇଛି, ତେଣୁ ଏଟା ଖାଲି ଆଉ ଜ୍ୟୋତିଷରେ ରହି ଏଟା ଗୋଟେ ଲେଖକ ବୃନ୍ଦର କି ଚାଲିଯାଇଛି। ତେବେ ଛାଡ଼ନ୍ତୁ, କି ରୁଦ୍ରାକ୍ଷ ଉପଚାରଟାକୁ ଛାଡ଼ିକି ଅନ୍ୟାନ୍ୟ ବିଷୟରେ ମୁଁ କେବେ କହିନାହିଁ ମୋ ଚ୍ୟାନେଲରେ। କିନ୍ତୁ ଆଜି ଗୋଟେ କହି ରଖୁଛି, କାରଣ ବାରମ୍ବାର ଏଇ ପ୍ରଶ୍ନଟି ମୋ ପାଖକୁ ଆସେ, ଲୋକ ମୋତେ ପଚାରନ୍ତି ସାର୍ ଆମେ ଯେଉଁ ଉପାୟ କରୁ ଜ୍ୟୋତିଷରେ ସେଟା କେତେ ଦୂର ଫଳପ୍ରଦ ହୁଏ, ସେଟା କେମିତି ଦେବା ଉଚିତ, କ'ଣ କରିବା ଉଚିତ ଇତ୍ୟାଦି ଇତ୍ୟାଦି। ସବୁବେଳେ ମନେ ରଖିଥାନ୍ତୁ, ଆପଣ ଯେକୌଣସି ଜ୍ୟୋତିର୍ବିଦଙ୍କର ଦ୍ୱାରସ୍ଥ ହେଉଛନ୍ତି, ସେଇ ଜ୍ୟୋତିର୍ବିଦଙ୍କ ଦ୍ୱାରସ୍ଥ ସବୁବେଳେ ହୁଅନ୍ତୁ। ମୋ ଭିଡ଼ିଓ ଦେଖିଲେ ମୁଁ ଆପଣଙ୍କୁ ବହୁତ ଜ୍ଞାନୀ ଲାଗିଲି, ଆପଣ ସେ ଜ୍ୟୋତିର୍ବିଦଙ୍କୁ ଛାଡ଼ିକି ମୋ ଦ୍ୱାରସ୍ଥ ହେବେ ନାହିଁ, ତାଙ୍କରି ପାଖକୁ ଯିବେ। ଯାଇକି ଜାତକ ତର୍ଜମା କଲା ପରେ ସିଏ ଆପଣଙ୍କୁ ଯେଉଁ ଜିନିଷ କରିବାକୁ କହୁଛନ୍ତି, ଆପଣ ସେ ଜିନିଷଟାକୁ ତାଙ୍କ ଦ୍ୱାରା ଭ୍ୟାଲିଡେଟ୍ କରାଇଦେବେ। ମୁଁ ଆଉ ଥରେ ବୁଝେଇ ରଖୁଛି, ଯେହେତୁ ଭିଡ଼ିଓଟା ସାଧାରଣ ଶ୍ରୋତାମାନଙ୍କ ପାଇଁ ମୁଁ ଜ୍ୟୋତିର୍ବିଦ କଣ୍ଟେକ୍ସଟ ଯଦି କହି ରଖିବି, ଯେକୌଣସି ଗୋଟେ ଜ୍ୟୋତିର୍ବିଦ ଯଦି ଆପଣଙ୍କ ପାଖକୁ ଯାଉଛନ୍ତି, ସିଏ ଦେଉଥିବା ଉପାୟଟା ଗୋଟେ ଆପଣ କରିବାକୁ ବାଧ୍ୟ। ନହେଲେ ଇଏ ସେଇଭଳିଆ କଥା ଯେ ଡାକ୍ତରଙ୍କ ପାଖକୁ ଯାଇକି ଆମେ ମେଡ଼ିସିନ ଖାଇବୁନୁ, ତାହେଲେ ଫାର୍ମାସିଷ୍ଟର ମେଡ଼ିସିନ ଖାଇଦିଅନ୍ତୁ। ମୋ ଭଳିଆ କଷ୍ଟଲି ଡାକ୍ତରଙ୍କ ପାଖକୁ ଆସିବା ଦରକାର ନାହିଁ, କାରଣ ମୁଁ କଷ୍ଟଲି ଡାକ୍ତର, ମୁଁ ହାଇ ପାୱାର ମେଡ଼ିସିନ ଲେଖିବି, ଆପଣ କହିବେ ଆମେ ଖାଇବୁନୁ। ପୁଣି ମାସେ ପରେ ମୋତେ ଫୋନ୍ କରି ପଚାରିବେ ସାର୍ ଆପଣ ଥରେ ଡାକ୍ତର ଦେଖିଲେ ଜୀବନ ସାରା ଫ୍ରି। ଏଇ ଅସୁବିଧାଟା ହେଉଛି ମୁଁ କ'ଣ କରିବି, ଆରେ ମୁଁ ତ ଯାହା କହିଥିଲି କଲ ନାହିଁ, ପୁଣି ପଚାରୁଛ କ'ଣ? ତ ଏଠି ପ୍ରଥମ ଜିନିଷ ଆସେ, ଆପଣ ଯଦି ଗୋଟେ ଜ୍ୟୋତିଷଙ୍କ ପାଖକୁ ଯାଉଛନ୍ତି, ଆପଣ ପ୍ରଥମେ ନିଜର ଜାତକ ଦେଖେଇ ସାରିକି ଯାହା କହିବେ ସେଇଟା କରିବେ। ଜ୍ୟୋତିର୍ବିଦଙ୍କ ସନ୍ଦର୍ଭରେ କହି ରଖୁଛି, ଆପଣ ଗୋଟେ ଲୋକକୁ ଏମିତି ଜିନିଷ କୁହନ୍ତୁ ଯେଉଁ ଜିନିଷ ଉପରେ ତାର ଆସ୍ଥା ଅଛି, ସେ କରିପାରିବ। ଆଜିକା ଦିନରେ ବହୁତ ଗୁଡ଼ିଏ ଲୋକ ଆଉ ଏ ଯେଉଁ ବୈଦିକ ଉପଚାରକୁ କରିପାରୁନାହାନ୍ତି। ମୁଁ ତାଙ୍କୁ କହିବି, ଆପଣ ସକାଳୁ ଉଠି ଘରେ ଗୋଟେ ଛୋଟ ସ୍ଫଟିକ ଲିଙ୍ଗ ରଖିବେ, ସେ ଉତ୍ତର ଦିଗରେ ରଖିବେ, ରଖିକି ଆପଣ ତାକୁ ସକାଳୁ ଉଠି ଗଙ୍ଗା ଜଳ ଟିକେ ଗୋଟେ ପାଣିରେ ନେବେ, ତାକୁ ଢାଳିବେ। ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍। ଏଇ ମନ୍ତ୍ରଟି ପଢ଼ିକି ଆପଣ ତାପରେ ପାଣି ଢାଳିବେ, ତାକୁ ଲାଗିବ ଯେମିତି ମୁଁ ତାକୁ ଦେଇଦେଲି ଗୋଟେ ରକେଟ୍ ସାଇନ୍ସ କାମ। ଆଉ ସେଟା କ'ଣ ଏଭଳିଆ ପାଗଳ କାମ? ସିଏ ଗୋଟେ ଇନଫୋସିସରେ ଇଞ୍ଜିନିୟର ଅଛନ୍ତି, ସିଏ ଗୋଟେ ଏଇଠି ଅଛନ୍ତି, ସେ ଜାଗାରେ ଆପଣ ତାଙ୍କୁ କହିବେ ଯେ ଆପଣ ଜେମ୍ଷ୍ଟୋନ୍ ପିନ୍ଧିପାରିବେ କି, ଆପଣ ଗୋଟେ ରୁଦ୍ରାକ୍ଷଟେ ପକାଇ ପାରିବେ କି? ହଁ ପକାଇଦେବେ। ଯେଉଁଠି ଏକ୍ସରସାଇଜ୍ ଆପଣ କରିପାରିବେ ନାହିଁ, ସେଠି ମେଡ଼ିସିନ। ଏଇଟା ଗୋଟେ ବଡ଼ ଭୁଲ ହେଉଛି ମୁଁ ଦେଖୁଛି। ମୁଁ ଆପଣଙ୍କୁ କହିଛି ଓମ୍, ମୁଁ ତ ବଗଳାମୁଖୀ ସାଧକ, ମୁଁ ତ ଆପଣଙ୍କୁ ବଗଳାମୁଖୀ ମନ୍ତ୍ର ଦେଲି, ଆପଣ କାହିଁ ପଢ଼ିଲେନି? ଆରେ ଭାଇ, ତାର ଆସ୍ଥା ନାହିଁ, ସେ ଜାଣିନାହିଁ ବଗଳାମୁଖୀ କିଏ। ସେ ହେଉଛି ବଗଳାମୁଖୀ ମାନେ ଗୋଟେ ଜାଗାର ନା, ଆପଣ ତାଙ୍କୁ ଦେଇଦେଲେ କ'ଣ ହେବ? ୱିଥ୍ ଅଲ୍ ଡ୍ୟୁ ରେସ୍ପେକ୍ଟ ଟୁ 10 ମହାବିଦ୍ୟା ଭିତରୁ ଜଣେ ବଗଳାମୁଖୀ, କମଳା ଷୋଡ଼ଶୀ ଯାହା ଅଛନ୍ତି। ମୁଁ ଏଠି ଗୋଟେ ବନଦୁର୍ଗା ମନ୍ଦିର ଅଛି, ମୁଁ ଯାଏ ସେଠି 10 ମହାବିଦ୍ୟାଙ୍କ ପାଖରେ ଦୀପ ଜଳେଇକି ଆସେ। ତେଣୁ ଲୋକ ସେ ବନଦୁର୍ଗା ମନ୍ଦିରକୁ ଯାଇଥିବେ, କିନ୍ତୁ ଆପଣ ପଚାରିବେ ବଗଳାମୁଖୀ କିଏ? ଥରେ ମୁଁ ଦେଖିଲା ବେଳକୁ ଗୋଟେ ଦହି ଚକଟା ହେଉଛି, କ'ଣ ହେବାଟା ନା ଧୂମାବତୀଙ୍କ ପାଖରେ ଦିଆହେବ। ସେ 10 ମହାବିଦ୍ୟା ଭିତରୁ ଖୋଜୁଛନ୍ତି ଧୂମାବତୀଟା କାହିଁ? ଏଭଳିଆ ଉପଚାର କାମ କରିବ ନାହିଁ ଆଜ୍ଞା। ଯିଏ ଯାହାକୁ ଯେଉଁ ଭଳିଆ ଉପଚାର ଅଛି। କିଛି ଲୋକ କହିଲେ ନାଇଁ ସାର୍, ଆପଣ ମୋତେ କୁହନ୍ତୁ ମୁଁ ନିଜର କର୍ମରେ କ'ଣ ସୁଧାର ଆଣିବି, ମୋତେ ସେ ରତ୍ନ ନିଜର, ଯେଉଁଟାକି ମୁଁ କହେ ସବୁଠୁ ବଡ଼ ଉପଚାର।
ସବୁଠୁ ବଡ଼ ଯଦି କିଛି ଉପଚାର ଥାଏ ଯେଉଁଟାକି ଜ୍ୟୋତିଷଙ୍କର ପକେଟରେ କିଛି ଦିଏ ନାହିଁ, ପଇସା ଦିଏ ନାହିଁ, ତ ସେଇଟା ଖାଲି ମୋ ଭଳିଆ ନିଃସଂସାରିକ ଜ୍ୟୋତିଷ ସିନା କରିପାରିବେ। କିନ୍ତୁ ସାଂସାରିକ ଜ୍ୟୋତିଷ କ'ଣ ରୁଦ୍ରବାବୁ ଆପଣଙ୍କ ସଂସାର ନାହିଁ ବୋଲି ଆପଣ ସିନା କରିଦେବେ, ଆମେ କ'ଣ ପାରିବୁ, ଆମେ ଠକିଦେବୁ। ତ ଠକିବା କଥା ପଡ଼ିନି। ତ ଉପଚାରର ଗୋଟେ ରେଟ୍ ଅଛି, ଆପଣ ରତ୍ନର ପଇସା କିଛି ଅଛି, କିନ୍ତୁ କର୍ମ ଉପରେ କିଛି ନାହିଁ। କ'ଣ ଜାତକରେ ଚନ୍ଦ୍ର ଖରାପ ଅଛି, ମାଙ୍କ ପ୍ରତି ଉପଦାୟ ହୁଅନ୍ତୁ, ରାତିରେ କମ୍ ଖାଆନ୍ତୁ, ଲୁଣ ଖାଦ୍ୟରେ କମାନ୍ତୁ। ରାତିରେ ଯଦି ଆପଣଙ୍କର ନିଦର ଅସୁବିଧା ହେଉଛି ଧଳା ବେଡ଼ସିଟ୍ ୟୁଜ୍ ନ କରନ୍ତୁ। ସହିତ ଯଦି ପାରୁଛନ୍ତି ଟିକେ ଶିବ ମନ୍ଦିର ଯାଆନ୍ତୁ। କର୍ମ, ସୂର୍ଯ୍ୟ ଜାତକରେ ଖରାପ ଅଛି, ନିଜ ଲାଇଫକୁ ଡିସିପ୍ଲିନ୍ କରନ୍ତୁ। ଷଷ୍ଠରେ ସୂର୍ଯ୍ୟ ଅଛି ମାନେ ସୂର୍ଯ୍ୟ ସମ୍ପର୍କିତ ରୋଗ ଆପଣଙ୍କୁ ହେବ। ଦେଖିବେ ଆପଣ ସକାଳୁ ଉଠିଲେ ଆପଣ ନିଜ ବାପା କିମ୍ବା ତାଙ୍କ ବୟସ୍କ ଲୋକ ଯିଏ ତାଙ୍କ ମୁହଁରେ ଜବାବ ନଦେଲେ କର୍ମ। ଯଦି କେଉଁ ଲୋକର ଏଭଳିଆ କର୍ମ କରିବାର ଚେଞ୍ଜ, ସବୁ ଲୋକ ଏଟା କରିପାରିବେ, ଆପଣ ତାଙ୍କୁ ଆଗ ସେଇ ଉପଚାରଟା ଦେବେ। ଯେହେତୁ ଏଟା ଟିକେ ପଇସା ଆମମାନଙ୍କୁ ଦିଏ ନା, ତେଣୁ ଆମେ ଏଟା କହୁ। ଯଦି ଗୋଟେ ଲୋକ ହେଲା ନାଇଁ ନାଇଁ ସାର୍ ମୁଁ ସବୁଦିନ ଶିବ ପୂଜା କରେ, ମୋତେ ଗୋଟେ ଶିବଙ୍କ ଉପଚାର ଦିଅନ୍ତୁ, ସେଠୁ ମୋତେ ସେଠୁ ସାଙ୍ଗେ ସାଙ୍ଗେ ତାକୁ କହିବାକୁ ପଡ଼ିବ ଯେ ନା ତମେ ପ୍ରତିଦିନ ସୂର୍ଯ୍ୟ ଉଦୟ ଅସ୍ତ ପରେ ଶିବ ମନ୍ଦିର ଯାଇ ଗୋଟେ ଢାଳରେ କିଛି ପାଣି ନେଇକି ଢାଳିବ, ସେ ଯଦି ପାରିବ ଟିକେ ଦହି ମିଶାଇବ, କ୍ଷୀର ଢାଳିବ ନାହିଁ। ମୁଁ ଦେଖିଲି ତାର ଚନ୍ଦ୍ର ଶୁକ୍ର ଗୋଟେ କ'ଣ ଜିନିଷ ଅଛି, ତ ଶୁକ୍ରଙ୍କର ଦହି, ଚନ୍ଦ୍ରଙ୍କର ପାଣି, ଆଉ ଏଇ ମନ୍ତ୍ରଟି ପଢ଼ିବ। ସେ ଆଜ୍ଞା ପଢ଼ିବି। ମୁଁ ବରଂ ସକାଳେ ଉଠିଲେ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ଟିକେ ଗାଳି ଗୁଲଜ କରେ, କିନ୍ତୁ ଏଇଟା ମୁଁ କରିପାରିବି। ଇଆଡ଼େ ଦହି ଢାଳିବେ ଶୁକ୍ର ପାଇଁ, ସେଥିରେ ସ୍ତ୍ରୀକି ଅପବ୍ୟବହାର କରି ଶୁକ୍ରଙ୍କର ଯେଉଁ କର୍ମଟାକୁ ଖରାପ କରିବେ। ଶୁକ୍ରଙ୍କର କର୍ମ ନୁହେଁ, ନିଜ କର୍ମକୁ ଖରାପ କରିବେ, ଶୁକ୍ର ଦର୍ଶାନ୍ତି। ଠିକ୍ ସେଭଳି ଆଉ ଜଣେ ନା ସାର୍ କିଛି ସାର୍ ନାହିଁ ମୋର, ଆପଣ ଭଲ ଡିଜାଇନ୍ କରିକି ଜେମ୍‌ଷ୍ଟୋନ୍‌ଟେ ଦିଅନ୍ତୁ, କହିବେ ପିନ୍ଧିଦେବି, ଆଉ କିଛି ମୁଁ କରିପାରିବି, ତ ସେଇଟା ଦିଅନ୍ତୁ। ସବୁ ଉପଚାରର କାମ ଅଲମୋଷ୍ଟ ସମାନ, କିନ୍ତୁ ଆପଣଙ୍କୁ କରିବାକୁ ପଡ଼ିବ। ଆପଣ ରତ୍ନଟେ ଯାହାକୁ ଦେଉଛନ୍ତି ପିନ୍ଧିବ, ତେବେ ରତ୍ନଟି କେମିତି ସଫା କରିବ, କେମିତି ତାକୁ ଟିକେ ଅଭିମନ୍ତ୍ରିତ କରିବ, କେମିତି ତାକୁ ଯନ୍ତ୍ର ରଖିବ, କେମିତି ତାକୁ ଟିକେ ଏନର୍ଜାଇଜ୍ କରିବ, ତାକୁ ଶିଖେଇକି ଛାଡ଼ିବେ, ତାର ବିଶେଷ ଫଳ ମିଳିବ। ଯେମିତି ଡ୍ରେସ୍ ସଫା କରୁଛୁ ରତ୍ନକୁ ସଫା କର, ଯେମିତି ଡ୍ରେସ୍କୁ ଆଇରନ୍ ଦେଉ ସେମିତି ରତ୍ନକୁ ଟିକେ ଏନର୍ଜାଇଜ୍ କର। ଯେଉଁ ଲୋକଟି ଗୋଟେ ଅଛି କ୍ଲାସ୍ 4 ପିଅନଟିଏ, ସେ ମୋ ପାଖକୁ ଆସିବ, ମୁଁ ତାକୁ କହିବି ଆପଣ ଗୋଟେ କାମ କରନ୍ତୁ, ସତରମୁଖୀ ଗୌରୀଶଙ୍କର ପିନ୍ଧନ୍ତୁ, ଦାମଟା ହେଲା 3 ଲକ୍ଷ ଟଙ୍କା, ଆଉ ସେ ପିନ୍ଧିବ? ତେଣୁ ଉପଚାର ସେଟା ନାହିଁ ସାର୍ ମୁଁ ରୁଦ୍ରାକ୍ଷଟେ ପିନ୍ଧିବି, ହଉ ଠିକ୍ ଅଛି, ତା 10ମୁଖୀ ଗୌରୀଶଙ୍କରଟେ ପିନ୍ଧେ, ସତରମୁଖୀ ନଦେଲେ ବି 10ମୁଖୀ ଗୌରୀଶଙ୍କରଟେ 15,000 ପଡ଼ିବ, ତ ପିନ୍ଧେ। କାହାର କେଉଁ ଭଳିଆ ମାଇଣ୍ଡ ସେଟ୍ ରହୁଛି ତାକୁ ଦେଖିକି ଉପଚାର ଦେଲେ ସବୁବେଳେ ଫଳପ୍ରଦ। ଆଉ ଗୋଟେ ଲୋକର ସୂର୍ଯ୍ୟ ଖରାପ, ମୁଁ କହିବି ଆପଣ ବାପାଙ୍କୁ ସମ୍ମାନ ଦିଅନ୍ତୁ, ତାର ଭାଇ ତା ବାପା ନାହାନ୍ତି, ତା ବାପା ନାହାନ୍ତି, ସେ ଏକାଠି ହଷ୍ଟେଲରେ ରହୁଛି, ବାପାଙ୍କୁ କ'ଣ ସମ୍ମାନ ଦେବ, ତା ବାପା ଚାଲି ଯାଇଛନ୍ତି ଏକ୍ସପାର୍ଟ। ସୂର୍ଯ୍ୟ ଯଦି ଲଗ୍ନରେ ଦ୍ୱାଦଶସ୍ଥ, ନବାଂଶରେ ଦ୍ୱାଦଶସ୍ଥ କିମ୍ବା ଷଷ୍ଠ ଅଷ୍ଟମରେ ଥାଏ, ବାପା ଚାଲିଯିବେ। ଦେଖିବାକୁ ପଡ଼ିବ, ଗୋଟେ କି 2ଟା 4ଟା ପୁଅ ଅଛନ୍ତି, କିନ୍ତୁ ଚାଲିଯିବାର ଚାନ୍ସ, ଚାଲି ଯାଇଛନ୍ତି, ସେ ତାକୁ ଆପଣ କ'ଣ 20 ବର୍ଷ ବୟସରେ କହୁଛନ୍ତି। ଦେଖନ୍ତୁ ସେ ପିଲାଟି ଉଠୁଛି ସକାଳ 8ଟାରେ, ଆପଣ ତାକୁ କହିବେ ନାଇଁ ଆପଣ ସୂର୍ଯ୍ୟ ଅର୍ଘ୍ୟ ଦିଅନ୍ତୁ, ସେ କହିବ ସାର୍ ଭାରି କଷ୍ଟମଷ୍ଟ କରିବି, ଆଉ ହେଲା ନାହିଁ, କାମ ଦେଲାନି। ତ ଉପଚାର ସବୁବେଳେ ଗୋଟେ ଜ୍ୟୋତିର୍ବିଦ ଆଗ ଦେଖିବା କଥା ଯେ ସେ ଲୋକ କ'ଣ କରିପାରିବ, ସେ କ'ଣ ଚାହୁଁଛି ସେଇଟା ସେ ଅନୁସାରେ ଦେଉ। କାରଣ ଆପଣଙ୍କ ସହିତ କାମ ହେଇଗଲା ପରେ ସେଇ ଲୋକ ଜ୍ୟୋତିଷ ଉପରେ ଆସ୍ଥା ଆସିବ, ସେଇ ଲୋକ କହିବ ନାଇଁ ସାର୍ ଯେଉଁ ଜିନିଷଟା କହିଥିଲେ କାମ ହେଲା। ଆଉ ଆମେ ଆମ ନିଜ ପକେଟଟା ପଇସାଟା ବଢ଼ାଇବା ପାଇଁ ଆମେ ଯଦି ତାଙ୍କୁ ଏଇ ଉପାୟଟା ଦେବା, ଏଇଟା କରିପାରିବନି, ଲାଭ କ'ଣ ଅଛି? ଏଇଟା ଜ୍ୟୋତିର୍ବିଦଙ୍କ ପର୍ସପେକ୍ଟିଭରୁ କହିଲି। ଆପଣଙ୍କ ପର୍ସପେକ୍ଟିଭରୁ କହିଲେ ଆପଣ ଜ୍ୟୋତିଷ ପାଖକୁ ଯାଉଛନ୍ତି, ଆପଣ ତାକୁ କୁହନ୍ତୁ ଯେ ସାର୍ ମୋତେ ମନ୍ତ୍ର ଉପଚାର ଦିଅନ୍ତୁ, ହେଲେ ମୁଁ କିଛି କରିପାରିବି ନାହିଁ, ମୋତେ ରତ୍ନ ଦେଇ ଦିଅନ୍ତୁ, ହେଲେ ମୋତେ ଖାଲି କୁହନ୍ତୁ ମୁଁ କ'ଣ କରିପାରିବି, ମୋତେ ସବୁ ଛାଡ଼ନ୍ତୁ, ମୁଁ ନିଜ କର୍ମରେ କ'ଣ ସୁଧାର ଆଣିପାରିବି। ଯେମିତି ସୂର୍ଯ୍ୟ ଖରାପ ଅଛି ତ ସକାଳେ ଉଠନ୍ତୁ, ଚନ୍ଦ୍ର ଖରାପ ଅଛି ତ ରାତିରେ ବେଶୀ ସମୟ ଯାଏଁ ଅନିଦ୍ରା ହୁଅନ୍ତୁନି, ଧଳା ବେଡ଼ସିଟ୍ ୟୁଜ୍ କରନ୍ତୁନି। ତାକୁ ମୁଁ କହିବି ତୁ ନାଇକି ଲୁଣ ଟିକେ ନେ, ସେ ରକ୍ ସଲ୍ଟ ନେଇକି ସେଥିରେ ପାଣି ପକେଇକି ନେଇକି ବୋହିଲା ପାଣିରେ ଫୋପାଡ଼େ, ସେ ପାରିବନି। ତ ଏଇଟା ଗୋଟେ ବେଶୀ ମିସମ୍ୟାଚ୍ ହେଇଯାଉଛି ଆଜିକା ଦିନରେ। ଜ୍ୟୋତିଷର
गोटे लोक को केते दूर सुइटेबल हम सेटा ना ज्योतिष देखुं ना लोक झिटिपिटी कहला 100 तेणु यहाँ दी जन तरफ जब आप कौन ज्योतिष लिखि दौरान आप गोटे धूमावती जंत्र धारण करूँ धारण करा चल जाओ समस्ते करदे धूमावती जंत्र नहीं पूजा करूँ से कह आज्ञा धूमावती किए मुझे जानी आप कहे हाथ जोड़ ज्योतिष मुझे जानी आज्ञा मत मोर इष्ट है आज्ञा कृष्ण मु कृष्ण को पूजा करे जदि पूजा करुँचे मुझे इम्प्रोवाइज करदेली आप गोटे मयूर पिंछटे रखुँ पूजा करूँ तो जमी से लोकटा को सुइटेबल हम ताहले निश्चित रूपे उपाय काम कर कारण से लोकर मनोवृत्ति रहा आस्था रहा माने आपंकर आसगला मेंटल सेटअप मानसिक कर्म तो नाई ना एटा गोटे मतलब मिले से सब पराशर मैत्री को कहते हे मैत्री ज्योतिर्विद्या तुम से शिखेबनी जो मैंने चाहूना जी पचारे कहे दौड़ी जाए पुश कला भाया आपण मैंने आम पाखे जातक देखा कहीं देखू जहाँ जातक दरकार से खोजी खोजी आसो आप कहे मुझे कहे से करे आप मो एरिया पशिकी खाली मो नाटा जब पचारे लोक जानते मोर कौटी बोर्ड फोर्ड पाइबे ना ना कहले भी बहुत सब लोग जान थे तेणु आपण केमी देवे उपचारटा सेटा गोटे लोक उपर डिपेंड करे गोटे लोक इंडियन आर्मी रे अच्छी ताकू मुझे कहबी तू रत्न पिंध मना करे हम डिसिप्लिन ना एटा इनडिसिप्लिन हो काड़ाटा तो सीटा मैं देखा पड़ो कौन कर ये कौन ना तेणु आप सब उपचारटा ज्योतिष जहाँ कहले से अनुसार करेंगे बोले किसी माने ना आप ज्योतिष में पचारे सार मुझे रेमेडीटा करें आर किसी अल्टरनेटिव अच्छी कि क्या आप कहले से बगलामुखी पाखक जावाक से षोडशी पाखक जावाक मुझे आर किसी अल्टरनेटिव अच्छी कि से कहना रत्न पिंधता ना मोर विश्वास ना मुझे पिंधि पारि ना मो पारे पैसा भी ना आउ किसी अल्टरनेटिव अच्छी कि शुक्र खराब अच्छे आप स्त्री जहाँ कहे आप से कथा मानवे स्त्री गोटे सम्मान देवे सैला कौन कमला को शुक्र कराए पूजा बगलामुखी ना बगलामुखी तो मंगल भाई मानकर तो केमी आप निजर कर्म जंत्र रत्न ये सब उपाय करेंगे सेटा गोटे ज्योतिष साइड संपूर्ण आवश्यकता रही आपण सैड्रु जदि आप कौन उपाय करना से ज्योतिर्विद द्वारस्थ हूँ सर आप मत यहाँ कही मुझे दयाकोरी आउ गोटे कौन कहूँ तेणु उपायटा फलप्रद से हम जिते जो लोक तार संपूर्ण आस्था थी दरकार लोकर ज्योतिष उपर विश्वास ना माँ ताक आनी बसई आ मुझे कहि तू रत्न ब्रेसलेट पिंधि यहीटा पिंधि ना आड़ा किसी ना बेले बेले पुष्रे कम कर जाए आम कहूँ ना ना आप पिंधु मसेटे जब खराब लगे भल लगे मतलब पैसा देवे ना ना हाँ ना ना सर भल लगे पुष्रे बेले बेले कम कर जाए किंतु सी अति रेयर केस जब आम एक्सट्रीमली किसी गोटे खराब देखुचु से जगह हम कह ना आप गोटे कि ना खाली गोटे 12 रुद्राक्ष पकेट में बुले बुलू था टाइम इज नॉट गुड टिके समय क्रॉस कराला आप रखिले तो रेयर केस बट मोस्ट ऑफ द केसेस रे आम जातकटा को तर्जमा करके विभिन्न प्रकार उपाय दे पार समस्त को सब उपायटा सामान्य से ही राहुर उपाय विभिन्न प्रकार हो पारे कौन आप राहु को पाख राहु एनर्जी आने को चाहते ना छाड़ा को चाहते कौन आप गोटे कैसीनो चलाउं मद दुकान अच्छी आपण राहु बहुत आवश्यक आज्ञा आप सर मुझे सिगरेट पी पिंटू माने धूमपान ये निषेध कहूनी प्रमोट करनी पीया किंतु आपंकर राहुंकर ये होगा कारकत्व देदेव सार मुझे मिछ कहे हो तेना से जिनस अल्टीमेटली से भी नष्ट हो जमी कहते गोटे अधर्म भितर से सब चली जाए कि राहुर एनर्जीटा से भाया इम्पैक्ट हो रुहे तो यहाँ आप देखा पड़ो जे कौ लोक को कौ भाया उपाय देवा द्वारा से करें आपण मानक भी अनुरोध आपड़ ज्योतिर्विद पाक जाए से भाया उपाय आनंद जोटा करें आप शुणिले ज्योतिर्विद बाहर शनि आप खराब अच्छे सब जातु से खाड़ी पूजा करूँ
ସବୁବେଳେ ଯାଆନ୍ତୁ ସେ ଯେଉଁ ତେନ୍ତୁଳି ଗଛ ମୂଳେ ଗୋଟେ ରାଶି ତେଲ ଦେଇକି ଆମେ ରାଶିଫଳ କହିଦେଉଛି କ୍ଷମା କରିବେ, ରାଶି ତେଲ ଗୋଟେ ଦୀପଟେ ଦିଅନ୍ତୁ। ଆପଣଙ୍କର ଶନି ଖରାପ ଅଛି, ଗୋଟେ କାମ କରନ୍ତୁ, କଳା ବସ୍ତ୍ର କାହାକୁ ଦାନ କରନ୍ତୁ। ଶୁଣି କରନ୍ତୁ, ଯେଉଁଟା ଆପଣ କରିପାରିବେନି, ଆପଣଙ୍କର ଏଉଠୁ ଆସ୍ଥା ନାହିଁ, କାମ ଦେବନି। କାଳି କିଏ ଆପଣ ଜାଣିନାହାନ୍ତି, କାହିଁ ଯାଉଛନ୍ତି ତାଙ୍କ ମହାଦେବଙ୍କୁ ଆପଣ ଶୁଣିନାହାନ୍ତି, କାହିଁ ଯାଉଛନ୍ତି? ତେଣୁ ଯାହାର ଧର୍ମ ପ୍ରତି ଆସ୍ଥା ଅଛି ତାକୁ ସେଇଭଳିଆ ଉପାୟ, ଯାହାର କର୍ମ ପ୍ରତି ଆସ୍ଥା ଅଛି ତାକୁ ସେଇଭଳିଆ ଉପାୟ। ଶନି ଖରାପ ଅଛି, ବାବା ତ ଇଣ୍ଡଷ୍ଟ୍ରିୟସ୍ ହେଲୁ, ଦିନକୁ କମସେ କମ 18 ଘଣ୍ଟା 19 ଘଣ୍ଟା ଯାହା କରୁଛୁ କର, ଶୋନା, ଆଭଏଡ୍ ଲେଜିନେସ୍। ସେଇ ଲେଜି ହେଇଛି ବୋଲି ଆଜିକା ଡେଟ୍ରେ ଶନି ଖରାପ ଦେଖାଉଛି। ତ ଡିପେଣ୍ଡ କରେ ଆମେ କେମିତି ଉପାୟଟା ଦେବୁ। ଏଇଟା ଠିକ୍ ରହିଲା, ରୁଦ୍ର ମହାପାତ୍ର କ୍ୟାମେରା ଫ୍ରଣ୍ଟରେ କହୁଛି ଉତ୍ତମ ଫଳ ମିଳିବ। ହଁ, କିଛି ମାତ୍ରାରେ ଅଭିଶାପର ଫଳ ଥାଏ, ପିତୃମାନଙ୍କର ଦୋଷ ଥାଏ, ସେଠି ଟିକେ କମି ଯାଇପାରେ, କିନ୍ତୁ ମିଳିବ। କାରଣ ସେ ଲୋକଟି ତାର ସମ୍ପୂର୍ଣ୍ଣ ଆସ୍ଥା ଏବଂ ବିଶ୍ୱାସରେ କଲା। ତେଣୁ ଉପାୟଟି ସବୁବେଳେ ଦେଶ, କାଳ, ପାତ୍ର ହେଲା ସେ ଲୋକ। ମୁଁ ଯାଇକି ବର୍ତ୍ତମାନ ଗୁଜୁରାଟରେ କହିବି ଆପଣ ଗୋଟେ କାମ କରନ୍ତୁ, ମା ତାରିଣୀଙ୍କ ପାଖକୁ ନଡ଼ିଆ ଚଢ଼ାନ୍ତୁ, ସେ ପାରିବନି। ତେଣୁ ଦେଶ, କାଳ, ଆଜିକା ଡେଟ୍ରେ ମୁଁ ଦେଖିବି କେନ୍ଦୁ ଫଳ ଆଉ ମିଳୁନାହିଁ, ମୁଁ ଆପଣଙ୍କୁ କହିବି ଆପଣ କେନ୍ଦୁ ଗୋଟେ ଆଣିକି ଡେଲି ଚଢ଼ାନ୍ତୁ ଠାକୁରଙ୍କ, ସମ୍ଭବ ନୁହେଁ। ତେଣୁ ଦେଶ, କାଳ, ପାତ୍ର ଦେଖିକି ଯଦି ଠିକ୍ରେ ଜ୍ୟୋତିର୍ବିଦ ମାନେ ଉପାୟ କରନ୍ତି, କିମ୍ବା ଯେଉଁମାନେ ଆଗରୁ ଉପାୟ କରି ଆସୁଛନ୍ତି ନିଜ ଜ୍ୟୋତିର୍ବିଦ, ଫ୍ୟାମିଲି ଆଷ୍ଟ୍ରୋଲୋଜର, ତାଙ୍କ ପାଖକୁ ଯାଆନ୍ତୁ, ତାଙ୍କୁ ପଚାରନ୍ତୁ, ସାର୍ ଏଇଟା ହେଉନି, ଆଉ କିଛି ଅଲ୍ଟରନେଟିଭ୍ ଦିଅନ୍ତୁ, ମୁଁ କରିବି। କରୁଥିବେ, ଜୀବନ ସାରା ପାଇଁ କରିବେ, ତାହେଲେ ଯାଇକି ନିଶ୍ଚିତ ଫଳପ୍ରଦ ହେବ। ନହେଲେ ଆପଣ କେବଳ ଜ୍ୟୋତିର୍ବିଦ, ଏ ଜ୍ୟୋତିର୍ବିଦ, ସେ ଜ୍ୟୋତିର୍ବିଦକୁ ଦୌଡ଼ିକି କିଛି ଫଳ ହେବନି। ଆଉ ଆପଣ କେଉଁ ଜ୍ୟୋତିର୍ବିଦ ପାଖକୁ ନ ଦୌଡ଼ିକି ମଧ୍ୟ ଯଦି ଆପଣଙ୍କର କର୍ମରେ ସୁଧାର ଆଣୁଛନ୍ତି, ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା, ଏତିକି। ସକାଳୁ ଉଠିଲେ ପ୍ରଭୁ ଜଗତର କଲ୍ୟାଣ ହଉ, ହେ ପ୍ରଭୁ ଏ ସବୁ ଲୋକ ଭଲ ରୁହନ୍ତୁ। ମୋରି ପଡ଼ୋଶୀଟି ସବୁବେଳେ ଆଣିକି ମୋ ଘର ଆଗରେ ଗାଡ଼ି ରଖୁଥିବ, ମୋତେ ହଇରାଣ କରୁଥିବ, କିନ୍ତୁ ମୁଁ କହିବି ତାର କଲ୍ୟାଣ ହଉ। ତା କର୍ମ ଖରାପ ହେଲା, ମୋ କର୍ମ ଭଲ ହେଲା ନା, ମୋ କର୍ମ ତ ଖରାପ ହେଲାନି। ସମସ୍ତଙ୍କର ମଙ୍ଗଳ ହଉ। ଗୋଟେ ରାସ୍ତାରେ ଆଉ ଉଠିକି ଦେଖିଲେ ଗୋଟେ କୁକୁରଟେ ଖାଇବାକୁ ପାଉନି, ସେ ପଳେଇ ଆସିଲା, ସାର୍ ମୋତେ ବିସ୍କୁଟ୍ ଟିକେ ଦେବେ, ଦିଅନ୍ତୁ। ନିଜେ ଗୋଟେ ବକ୍ତ ଖାଇବେନି, ଗୋଟେ ବକ୍ତ ନ ଖାଇଲେ ଆପଣ ମରିଯିବେନି, କିନ୍ତୁ ସେଇ କୁକୁରଟି 3 ଦିନ ପର୍ଯ୍ୟନ୍ତ ଖାଇନଥିବ, ଭୋକିଲା ଥିବ। ତେଣୁ ଏଇ ଯେଉଁ କର୍ମ, କିଛି ଜ୍ୟୋତିର୍ବିଦ କିଛି କରିପାରିବେ ନାହିଁ। ନିଜ କର୍ମ ଯଦି ସୁଧାର ଆଣିବେ, ତାହେଲେ ଅଟୋମେଟିକାଲି ଆପଣଙ୍କର ଯଦି କିଛି ଇଷ୍ଟ ଥିବ, ଅରିଷ୍ଟ ଥିବ, କଟିଯିବ। ଆଉ ସବୁବେଳେ ନିଜ ଜୀବନର ଉନ୍ନତିଟାକୁ ପଇସାରେ ତୁଳନା କରିବେ ନାହିଁ। ଆଧ୍ୟାତ୍ମିକ ପ୍ରୋଗ୍ରେସ୍ ବି ଅଛି, ଯେଉଁଟାକି ଆପଣ 60 ବର୍ଷ ପରେ ଜାଣିଲା ବେଳକୁ ଟୁ ଲେଟ୍। ନାଇଁ ନା, କ'ଣ ହେଇଗଲା, ମୁଁ ତ ନିଜକୁ ଚିହ୍ନି ପାରିଲିନି, ମୁଁ ତ ପ୍ରଭୁ ଚିନ୍ତା କରିପାରିଲିନି, ହେ ଭଗବାନ ଏ ଜୀବନଟା ନଷ୍ଟ ହେଇଗଲା, ଆଉ ଗୋଟେ ଜୀବନ ଦରକାର, ଚାଲ ଆଉ କ'ଣ। ତେଣୁ ବିଭିନ୍ନ ପ୍ରକାର ଜୀବନର ଉନ୍ନତି ଅଛି, ଖାଲି ଯେ ମୋକ୍ଷ ସେମିତି ନୁହେଁ। ଆପଣଙ୍କର କିଛି ଲୋକମାନେ ମୋ ଭଳିଆ ଖାଲି ଘରେ ବସିଗଲେ ହେବନି। ଯଦି ଆପଣ କିଛି ରୋଜଗାର କରୁଛନ୍ତି, ତାକୁ ସମାଜରେ ଲଗାନ୍ତୁ। ତ ଯଦି ଆପଣ ସେଇ ସର୍ବେ ସନ୍ତୁ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା କରୁଛନ୍ତି, ତାହେଲେ ଆପଣଙ୍କର ବହୁତ ଗୁଡ଼ିଏ ଇଷ୍ଟ ଖଣ୍ଡନ ହେବ। ମୁଁ ନିଜେ କରେ ଏବଂ ଆପଣମାନଙ୍କୁ ବି କହୁଛି କରନ୍ତୁ। ମଣିଷର ତ ଷଡ଼ରିପୁ ରହୁଛି, ବେଳେବେଳେ ଆମେ ଟିକେ ରାଗିଯିବା କି କାହାକୁ ଖରାପ କହିଦେଇ ପାରନ୍ତି। ଆପଣଙ୍କ କ୍ଷେତ୍ରରେ କହୁଛେ, ମୋ କ୍ଷେତ୍ରରେ ତ ବହୁତ କମ୍ ଅଛି, କିନ୍ତୁ ଗୋଟେ ଭଲ ଉପାୟ। ତ ଉପାୟଟା ଆପଣଙ୍କୁ ଯେମିତି ସୁଇଟେବୁଲ୍ ହେଉଛି, ଠିକ୍ ଲାଗୁଛି, କରନ୍ତୁ। ଜ୍ୟୋତିର୍ବିଦ ଖାଲି ଆପଣଙ୍କ ଉପରେ ଲଦି ଦେଲେ ବୋଲି ଆପଣ ଏଇଟା କରୁଥିଲେ, କିଛି ଫଳପ୍ରଦ ହେବନି। ଲାଷ୍ଟକୁ ଆପଣ ଜ୍ୟୋତିଷକୁ ମନା କରିବେ, ଜ୍ୟୋତିର୍ବିଦ ମାନଙ୍କୁ ମନା କରିବେ। ହଉ, ଭିଡ଼ିଓଟା ଟିକେ ଲମ୍ବା ହେଇଯାଉଛି, 15 ମିନିଟ୍ କରିବାକୁ ଯାଇ 20 ମିନିଟ୍ ହେଇଯାଉଛି, କ୍ଷମା କରିବେ। ଆପଣ ଯଦି ସମୟ ଅଭାବ ଅଛି, ଦେଖିବା କିଛି ଆବଶ୍ୟକତା ନାହିଁ। ଯାହା ଆପଣଙ୍କର ଏହି ସମ୍ଭବରେ ଯଦି ଜଣାଇବାର ଅଛି, କିଛି ଇନଫର୍ମେସନ୍, କମେଣ୍ଟ ସେକ୍ସନରେ ଲେଖନ୍ତୁ। ସେ ବେକାର ପ୍ରଶ୍ନ ପଚାରିବେ ନାହିଁ କିଛି, ମୋ ଜାତକରେ ଏଇଟା ଖରାପ ଅଛି, ଉପାୟ କ'ଣ, ସେସବୁ ମୁଁ ସେଗୁଡ଼ା ସବୁ କରେ ନାହିଁ। ରାଶି ଫାଶି ଫଳ ମୁଁ ଏଗୁଡ଼ା କରେ ନାହିଁ। ନହେଲେ ଆପଣ କିଛି କମେଣ୍ଟ ଲେଖିବାକୁ ଦରକାର ନାହିଁ। ହଉ, ଆଜି ପାଇଁ ଏତିକି। ମହାଦେବ ଚାହିଁଲା ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।